दर्शक बंधु आज माँ दुर्गा एमती एक मंत्र कहवाक जाऊँगी जो मंत्र को आपण उच्चारण करने मात्रे आपणकर रोग वैराग सब दूर हम। दर्शक बंधु यही मंत्र को जदि आपण कौन सी आयुषी किंबा अंतिम शଯ୍ୟାରେ पड़िथिबा व्यक्ति कान में बारंबार यही मंत्र को पाठ करेंगे ସେହି ଲୋକ ଧୀରେ ଧୀରେ ସୁସ୍ଥ ହେବ। ଏହା ପ୍ରମାଣିତ ମା ଦୁର୍ଗାଙ୍କ ମହାଶକ୍ତିଶାଳୀ ମନ୍ତ୍ରକୁ ଯଦି ଆପଣ ପାଠ କରନ୍ତି ଆୟୁଷରେ କିମ୍ବା ରୋଗ ଶଯ୍ୟାରେ ପଡ଼ିଥିବା ବ୍ୟକ୍ତିଙ୍କ କାନ ପାଖରେ ବାରମ୍ବାର ଏହି ମନ୍ତ୍ରକୁ କହିବା ଦ୍ୱାରା ସେହି ବ୍ୟକ୍ତି ରୋଗ ଶଯ୍ୟା କିମ୍ବା ଆୟୁଷରୁ ଆସ୍ତେ ଆସ୍ତେ ଫେରିଆସେ। ଏହି ମନ୍ତ୍ରକୁ ଜପ କରିବେ କେମିତି, ଏହି ମନ୍ତ୍ର ଜପ କରିବା ସମୟ କେତେବେଳେ ତାହା ମୁଁ ଆପଣଙ୍କୁ ଏହି ଭିଡ଼ିଓ ମାଧ୍ୟମରେ କହିବାକୁ ଯାଉଛି। ଦର୍ଶକ ବନ୍ଧୁ ଯଦି ଆପଣ ମୋ ଚ୍ୟାନେଲକୁ ଏଯାଏଁ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ଚ୍ୟାନେଲକୁ ନିହାତି ଭାବେ ସବସ୍କ୍ରାଇବ୍ କରିନିଅନ୍ତୁ। ଆଉ ଭିଡ଼ିଓଟିକୁ ଲାଇକ୍ କରି କମେଣ୍ଟରେ ଜୟ ମା ଦୁର୍ଗା ନିହାତି ଲେଖନ୍ତୁ। ତ ଚାଲନ୍ତୁ ଜାଣିବା କେଉଁ ମନ୍ତ୍ର ମା ଦୁର୍ଗାଙ୍କର ଯେଉଁ ମନ୍ତ୍ରକୁ ଜପ କରିବା ଦ୍ୱାରା ସେ ରୋଗ ଶଯ୍ୟା ହେଉ କିମ୍ବା ମୃତ୍ୟୁ ଶଯ୍ୟାରେ ପଡ଼ିଥିବା ବ୍ୟକ୍ତି ହୁଅନ୍ତୁ ଆସ୍ତେ ଆସ୍ତେ ସେଥିରୁ ସୁଧୁରି ଯାଆନ୍ତି ଓ ଦେହ ସୁସ୍ଥ ରହେ। ଏହି ମନ୍ତ୍ରକୁ ଯଦି ଆପଣମାନେ ଶୁଣିବେ ଓ ଏହି ମନ୍ତ୍ରକୁ ଅନ୍ୟକୁ କହିବାକୁ କହିବେ କିମ୍ବା ଆପଣ ଭଲ କାମରେ ଲଗାଇବେ ଏହା ଆପଣଙ୍କ ପାଇଁକା ବହୁତ ମଙ୍ଗଳଦାୟକ ହେବା ସହିତ ମା ଦୁର୍ଗାଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ରହିବ। ତ ଚାଲନ୍ତୁ କ'ଣ ସେ ମନ୍ତ୍ର ମୁଁ ଆପଣଙ୍କୁ କହିବାକୁ ଯାଉଛି। ଆପଣ এই ଭିଡ଼ିଓକୁ ଲେଖନ୍ତୁ, ଭିଡ଼ିଓଟିକୁ ଦେଖନ୍ତୁ ଆଉ ମନ୍ତ୍ରକୁ ଲେଖି ରଖନ୍ତୁ, ଭିଡ଼ିଓକୁ ସେଭ୍ କରିଦିଅନ୍ତୁ। ତ ଚାଲନ୍ତୁ କ'ଣ ସେ ମନ୍ତ୍ରଟିକୁ ଆଉଥରେ ମୁଁ ପଢ଼ିବାକୁ ଯାଉଛି, ଆପଣ ଲେଖି ନିଅନ୍ତୁ, ଭିଡ଼ିଓଟିକୁ ସେଭ୍ କରିଦିଅନ୍ତୁ। ଓମ୍ ଦୁର୍ଗେ ଦୁର୍ଗେ ରକ୍ଷଣୀ ଥା ଥା ସ୍ୱାହା। ଓମ୍ ଦୁର୍ଗେ ଦୁର୍ଗେ ରକ୍ଷଣୀ। ଓମ୍ ଦୁର୍ଗେ ଦୁର୍ଗେ ରକ୍ଷଣୀ ଥା ଥା ସ୍ୱାହା। ଏହି ମନ୍ତ୍ର ପଢ଼ନ୍ତୁ। ଯେଉଁ ରୋଗ ଶଯ୍ୟାରେ ପଡ଼ିଥିବା ବ୍ୟକ୍ତିଙ୍କ କାନରେ ବାରମ୍ବାର ପଡ଼ିବେ ସେ ଆସ୍ତେ ଆସ୍ତେ ରୋଗ ଶଯ୍ୟାରୁ ଦୂର ହେବ। ଆଉ ଏହି ମନ୍ତ୍ରକୁ ଜପ କରିବା କୌଣସି ସମୟ ନାହିଁ, କୌଣସି ସେମିତି କିଛି ନାହିଁ କି 108 112 ନାହିଁ। ଯେତେବେଳେ ଚାହିଁବେ ଆପଣ ଟିକେ ଶୁଦ୍ଧ ହୋଇକି ଆରାମସେ ବସିକି ମନ ଧ୍ୟାନ ଦେଇକି ଏହି ମନ୍ତ୍ରକୁ ପାଠ କରନ୍ତୁ, ଦେଖିବେ ଆପଣଙ୍କର ସବୁ କାର୍ଯ୍ୟ ସିଦ୍ଧି ହେବା ସହିତ ରୋଗ ବୈରାଗ ସବୁ ଦୂରେଇ ଯିବ। ଯଦି ଆପଣଙ୍କୁ ଆମ ଭିଡ଼ିଓ ଭଲ ଲାଗୁଛି ତାହେଲେ ନିହାତି ଲାଇକ୍ ସବସ୍କ୍ରାଇବ୍ କରି କମେଣ୍ଟରେ ଜୟ ମା ଦୁର୍ଗା ନିହାତି